କାଳବୈଶାଖୀ ମାଡ଼ରେ ଛିନଛତ୍ର ହୋଇଗଲା ଦୋଳ ମେଳଣ। ପୁରୀ ଜିଲ୍ଲା ମାଲୁତରେ ପଞ୍ଚୁଦୋଳ ମେଳଣ ପଡ଼ିଆରେ ହୋଇଥିବା ସମସ୍ତ ଆୟୋଜନକୁ ଭାଙ୍ଗି ରୁଜି ନଷ୍ଟ କରିଦେଇଛି ବର୍ଷା ତୋଫାନ। ପବନ ଏବଂ ବର୍ଷା ଯୋଗୁଁ ବଡ଼ ବଡ଼ ବାଉଁଶରେ ନିର୍ମିତ ଗେଟ୍ ନଷ୍ଟ ହୋଇଯାଇଛି। ମେଳଣ ପଡ଼ିଆରେ 24 ମୌଜାର 23ଟି ବିମାନ ସୁସଜ୍ଜିତ ହୋଇ ବିଜେ ହୋଇଥିଲେ, ହେଲେ କାଳବୈଶାଖୀ ମାଡ଼ରେ ସବୁ ନଷ୍ଟ ହୋଇଯାଇଛି। ସୁସଜ୍ଜିତ ତୋରଣ ସବୁ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି। ଅସ୍ଥାୟୀ ଉଠା ଦୋକାନୀ ବର୍ଷା ଓ ପବନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏବେ ଏ ଚିତ୍ର କାଳବୈଶାଖୀ ମାଡ଼ରେ ଛିନଛତ୍ର ହୋଇଗଲା ଦୋଳ ମେଳଣ। ପୁରୀ ଜିଲ୍ଲା ମାଲୁଦରେ ପଞ୍ଚୁଦୋଳ ମେଳଣ ପଡ଼ିଆରେ ହୋଇଥିବା ସମସ୍ତ ଆୟୋଜନକୁ ଭାଙ୍ଗିରୁଜି ନଷ୍ଟ କରିଦେଇଛି ବର୍ଷା ତୋଫାନ। ପବନ ଏବଂ ବର୍ଷା ଯୋଗୁଁ ବଡ଼ ବଡ଼ ବାଉଁଶରେ ନିର୍ମିତ ଗେଟ୍ ମଧ୍ୟ ନଷ୍ଟ ହୋଇଯାଇଛି। ଆଉ ମେଳଣ ପଡ଼ିଆରେ 24 ମୌଜାର 23ଟି ବିମାନ ସୁସଜ୍ଜିତ ହୋଇ ବିଜେ ହୋଇଥିଲେ, ହେଲେ କାଳବୈଶାଖୀ ମାଡ଼ରେ ସବୁ ନଷ୍ଟ ହୋଇଯାଇଛି। ସୁସଜ୍ଜିତ ତୋରଣ ସବୁ ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ଅସ୍ଥାୟୀ ଉଠା ଦୋକାନୀ ବର୍ଷା ଏବଂ ପବନ ଯୋଗୁଁ ମଧ୍ୟ ସେମାନଙ୍କର କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଚିତ୍ର କାଳବୈଶାଖୀର ତାଣ୍ଡବ କେଉଁଭଳି ଭାବରେ ରଚିଥିଲା ତାଣ୍ଡବ କାଳବୈଶାଖୀ ସବୁକିଛି ଚୁରମାର କରିଦେଇଛି। ଏ ଖୁସି ମନାଉଥିଲେ ଲୋକମାନେ। କାଳବୈଶାଖୀ ମାଡ଼ରେ ଛିନଛତ୍ର ହୋଇଗଲା ଦୋଳ ମେଳଣ। ପୁରୀ ଜିଲ୍ଲା ମାଲୁଦରେ ପଞ୍ଚୁଦୋଳ ମେଳଣ ପଡ଼ିଆରେ ହୋଇଥିବା ସମସ୍ତ ଆୟୋଜନ ଭାଙ୍ଗିରୁଜି ନଷ୍ଟ କରିଦେଇଛି ବର୍ଷା ତୋଫାନ। ଅଧିକ ସୂଚନା ପାଇଁ ନୀଳକଣ୍ଠ ପ୍ରଧାନ ଆମ କୃଷ୍ଣପ୍ରସାଦରୁ ସହଯୋଗୀ ଉପସ୍ଥିତ ରହୁଛନ୍ତି। ନୀଳକଣ୍ଠ, ସବୁ ଖୁସି ଉଜାଡ଼ି ଦେଇଛି କାଳବୈଶାଖୀ ବର୍ଷା। ଯଦି ଦେଖିବା ଯୋଉ ପଞ୍ଚଦୋଳ ଥିଲା, ପଞ୍ଚଦୋଳ ମହା ଆଡମ୍ବରରେ ହୋଇଥାଏ କୃଷ୍ଣପ୍ରସାଦ ଅଞ୍ଚଳରେ। ଯେହେତୁ ଚିଲିକା ଟାପୁତରେ ଯୋଉ ଯାତ୍ରା ହୋଇଥାଏ, ଆପଣ ଦେଖୁଥିବେ ବିମାନ ଅନେକ ବିମାନ ଥାଏ। ଏ ଯୋଉ ନିଆରା ଯାତ୍ରା ଥାଏ, ବିମାନରେ ସୁସଜ୍ଜିତ ବିମାନ କରିଥାନ୍ତି ଏବଂ ତୋରଣ ମଧ୍ୟ ହୋଇଥାଏ, ଯାହାକି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି ଗ୍ରାମବାସୀ। ଏଥିରେ 14ଟି ମୌଜା ଥାଏ। 14ଟି ମୌଜାରେ ଭାବକି 23ଟି ବିଗ୍ରହ ଏଠାରେ ଅନୁଷ୍ଠିତ ହୋଇଥାନ୍ତି। ଯୋଉ 20 ତାରିଖ ରହିଥିଲା, 20 ତାରିଖରେ ସୁସଜ୍ଜିତ ପାଟ ପଟୁଆରରେ ସେମାନେ ଆଣିକି ସେ ଯୋଉ ମଣ୍ଡପ ବିଜେ କରିଥିଲେ ଏବଂ 3 ଦିନ ଧରି ଯାତ୍ରା ଏଥିରେ ହେଇଥାନ୍ତା। ଏବଂ ଗତକାଲି ସେ ଯୋଉ ମେଳନ ପର୍ବ ହେଇଥାନ୍ତା, ଯାହା 3ଟି ଠାକୁର ଏକତ୍ରିତ ଗୋଟେ ଜାଗାରେ ବୁଲନ୍ତି। ଯୋଉ 23ଟି ଠାକୁର ରହିଛନ୍ତି ଏକତ୍ରିତ ଜାଗାରେ ବୁଲନ୍ତି ଏବଂ ମହା ଆଡମ୍ବର ସହିତ ଫଗୁ ଖେଳ ହୁଏ। ଫଗୁ ଖେଳ ସହିତ ଠାକୁରଙ୍କର ନିଜ ନିଜ ଗାଁକୁ ଫେରିଥାନ୍ତି। କିନ୍ତୁ ଯୋଉ ଗତକାଲି ବିଳମ୍ବିତ ରାତିରେ ଯୋଉ ବର୍ଷା ପବନ ହୋଇଥିଲା, ଯାହା ଫଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯୋଉ ତୋରଣ ଗୁଡାକ ବିମାନରେ ତୋରଣ ଗୁଡାକ ସଜା ହେଇ ରହିଥିଲା, ତାହା ମଧ୍ୟ ସମ୍ପୂର୍ଣ୍ଣ ରୂପେ ତଳେ ପଡି ଯାଇଥିଲା। ଆଉ ଯୋଉ ଠାକୁର ବିଗ୍ରହ ମଧ୍ୟ ବସିଥିଲେ, ସେ ମଧ୍ୟ ତଳେ ପଡି ଯାଇଥିଲେ। ଅନେକ ଉଠା ଦୋକାନୀ କଥା କୁହନ୍ତୁ, ଯାତ୍ରା କଥା କୁହନ୍ତୁ, ଯାହା ସାଜସଜ୍ଜିତ ମଣ୍ଡପ କଥା କୁହନ୍ତୁ, ସମ୍ପୂର୍ଣ୍ଣ ରୂପରେ ଭାଙ୍ଗି ମାଟିରେ ମିଶି ଯାଇଥିଲା। ଯାହାକି ଦୃଶ୍ୟ ମଧ୍ୟ ଦେଖିପାରୁଥିବେ। ଯୋଉ ବାଉଁଶରେ ତୋରଣ ପାଖାପାଖି କେତେ ଉଠା ଦୋକାନୀ ଏହା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି? ଯାହା ଆମେ ସୂଚନା ନେଉଥିଲୁ, ପାଖାପାଖି 50ରୁ 100 ଉଠା ଦୋକାନୀ ସେଥିରେ ଥିଲେ। ପ୍ରାୟ ଅନେକାଂଶରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଯାହା ଯୋଉ 4 ଜଣ ଦୋକାନୀ ଥିଲେ ସେମାନଙ୍କ ଦେହରେ କିଛି ଆଘାତ ଲାଗିଥିଲା। ଯେହେତୁ ଦୋକାନ ମଧ୍ୟ ଖସି ପଡିଥିଲା, ଯୋଉ ବାଉଁଶରେ ବନ୍ଧା ହୋଇଥାଏ ସେମାନଙ୍କ ଦେହରେ ଲାଗିଥିଲା ଏବଂ ସାମାନ୍ୟ କ୍ଷତିଗ୍ରସ୍ତ ମଧ୍ୟ ସେମାନଙ୍କ ଶାରୀରିକ କ୍ଷତିଗ୍ରସ୍ତ ହୋଇଥିଲେ। ଯାହା ଏଇ ଯୋଉ ସାମାନ ଥିଲା ସେମାନଙ୍କ ମଧ୍ୟ ଅନେକାଂଶରେ କ୍ଷତିଗ୍ରସ୍ତ ହୋଇଛି। ଯେହେତୁ ସେମାନେ ଭାବିନଥିଲେ, କାହିଁକି ନା ପଞ୍ଚୁଦୋଳ ସମୟରେ ଅନେକାଂଶରେ ବର୍ଷା ପବନ ହୁଏ ନାହିଁ। ଯେହେତୁ କାଳବୈଶାଖୀ ବର୍ଷା ଥିଲା ସେଥିପାଇଁ ହୁଏ ନାହିଁ। ଦିନ ତମାମ ଯେହେତୁ ସୂର୍ଯ୍ୟଙ୍କର ପ୍ରକୋପ ନଥିଲା, ପୁରା ବାଦଲ ଢାଙ୍କିକି ଥିଲା, ହଠାତ୍ ବିଳମ୍ବିତ ରାତିରେ ପବନର ମାତ୍ରା ଜୋର ହେଇଥିଲା ଏବଂ ବର୍ଷା ମଧ୍ୟ ଜୋର ଆସିଥିଲା, ଯାହା ଫଳରେ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଇଥିଲା। ଦୁର୍ଗା, ତେବେ ଯାହା କୁହାଯାଉଛି କି ବାଉଁଶରେ ନିର୍ମିତ ହୋଇଥିଲା ଗେଟ୍, ସେ ଗେଟ୍ ମଧ୍ୟ ନଷ୍ଟ ହୋଇଯାଇଛି। ଗେଟ୍ ନଷ୍ଟ ହୋଇଯାଇଛି ସତ, କିନ୍ତୁ କାହାର କିଛି କ୍ଷତି ହୋଇଛି କି? କେହି ଆଘାତପ୍ରାପ୍ତ ହୋଇଛନ୍ତି କି? ନାଇଁ, ଯଦି ଦେଖିବା ଯୋଉ ବର୍ଷା ସମୟରେ ଆରମ୍ଭ ହୋଇଥିଲା ବର୍ଷା, ସମସ୍ତେ ଅନ୍ୟତ୍ର ଦୋକାନ ମାନଙ୍କୁ ପଳେଇ ଯାଇଥିଲେ। ଲୋକ ଯୋଉ ତୋରଣ ରହିଥିଲା, ତୋରଣ ନିକଟରେ କେହି ନଥିଲେ। ଯଦିଓ ଭାଗ୍ୟବଶତଃ ତୋରଣଟି ବହୁତ ଉଚ୍ଚା ତୋରଣ ଥିଲା। ଅନ୍ୟତ୍ର ଯେହେତୁ ଲୋକ ବର୍ଷାର ପ୍ରକୋପ ଥିଲା, ଅନ୍ୟତ୍ର ଯୋଉ ଲୋକ ଘର ଗୁଡାକ ରହିଛି, ପାଖାପାଖି ଯୋଉ ଲୋକଙ୍କର ଜନବସତି ଘର ଥାଏ, ସେ ଘର ମାନଙ୍କରେ ରହିଯାଇଥିଲେ ଏବଂ ତୋରଣରେ କିଛି କାହାର କ୍ଷତିଗ୍ରସ୍ତ ହୋଇନଥିଲା। ଯଦି ଦୋକାନ ମାନଙ୍କରେ ଯୋଉ ଦୋକାନୀ ଥିଲେ, ଯାହାଫଳରେ ତାଙ୍କର ଯୋଉ ଖସି ପଡିବା ଫଳରେ 4 ଜଣ ଲୋକଙ୍କର ଯାହା ସାମାନ୍ୟ ଆହତ ହୋଇଥିବା ଯାହା ସୂଚନା ମିଳୁଛି। ନିଶ୍ଚିତ ଭାବରେ ବର୍ଷା ପବନ ସବୁ କିଛି ନଷ୍ଟ କରିଦେଇଛି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ତମାମ ସୂଚନା ପାଇଁ ନୀଳକଣ୍ଠ।